ପ୍ରାସାଦ ଉପରେ ଅବସ୍ଥିତ ଉଜ୍ଜଳ ଯାଦୁଗମ୍ବୁଜ ଭିତରୁ ରାଜ୍ୟବ୍ୟାପୀ ଲୋକଙ୍କର କାର୍ଯ୍ୟକଳାପ ଦେଖି ହେଉଥିଲା। ବକ୍ରଦାଢ଼ି ପୁରୋହିତ ବିଶାଳ ପ୍ରେକ୍ଷାଳୟ ଭିତରେ ସମବେତ ଲୋକଙ୍କୁ ଉଦ୍ବୋଧନ ଦେଇ କହୁଥାଏ, ଆମେ ଯଥାଶୀଘ୍ର ଆଉ ଗୋଟିଏ ସର୍ପଦାନବ ଆମଦାନୀ କରିବାର ବ୍ୟବସ୍ଥା କରିବୁ। ଆଜ୍ଞା, ସର୍ପଦାନବ ମଲା ତ ମଲା, ଆଉ ଗୋଟାଏ ସର୍ପଦାନବ ନ ରହିଲେ କ'ଣ ଚଳିବ ନାହିଁ? ଯୁବକଟିଏ ପ୍ରଶ୍ନ କଲା। ତା ଆଡ଼େ କଟମଟ କରି ଅନାଇ ବକ୍ରଦାଢ଼ି କହିଲା, ତମେ ନ ରହିଲେ କ'ଣ ଚଳିବ ନାହିଁ? ସେ କ'ଣ ଇଙ୍ଗିତ ଦେଲା କେଜାଣି ଦୁଇଜଣ ପ୍ରହରୀ ସେ ଯୁବକ ଉପରେ ଝାମ୍ପି ପଡ଼ି ତାକୁ ଧରି ନେଇଗଲେ। ଶୁଣ ନାଗରିକଗଣ, ଯଥାଶୀଘ୍ର ଆମେ ଗୋଟାଏ ଉତ୍ସବ ପାଳନ କରିବା। ଆମର ପ୍ରାଣପ୍ରିୟ ସର୍ପଦାନବର ହତ୍ୟାକାରୀ ପିଶାଚରୂପୀ ଯୁବକଟିର ପ୍ରାଣଦଣ୍ଡ ଉପଲକ୍ଷେ ହେବ ସେ ବିପୁଳ ଉତ୍ସବର ଆୟୋଜନ। ବକ୍ରଦାଢ଼ି ଘୋଷଣା କଲା। ରାଜୁ ରାଜାଙ୍କ ଆଡ଼େ ଅନାଇଲା। ନା ନା, ମୁଁ ଏଭଳି କିଛି ହେବାକୁ ଦେବି ନାହିଁ, ରାଜା କହିଲେ। ରାଜୁ ଆଶ୍ୱସ୍ତ ହୋଇ ପୁଣି ସେ ପ୍ରେକ୍ଷାଳୟ ଆଡ଼େ ଦୃଷ୍ଟିପାତ କଲା। ହଠାତ୍ କଣ୍ଠ ଉଚ୍ଚ କରି ବକ୍ରଦାଢ଼ି କହିଲା, ବର୍ତ୍ତମାନ ଉଠୁ କ୍ରନ୍ଦନ ରୋଳ। ତତ୍କ୍ଷଣାତ୍ ଶହ ଶହ କଣ୍ଠରୁ ନିର୍ଗତ ହେଲା କୋହ, କ୍ରନ୍ଦନ, ହା ହୁତାଶ ଓ ଚପା ଚିତ୍କାର। କେତେକ ନାଚି ନାଚି କାନ୍ଦୁଥାନ୍ତି ତ କେତେକ ନିଜ ନିଜର କେଶ ଉତ୍ପାଟିତ କରୁଥାନ୍ତି। କ୍ରନ୍ଦନ ରୋଳ ବଢ଼ି ଚାଲିଥାଏ। ସେ ଦୃଶ୍ୟ ରାଜୁକୁ ଅସ୍ୱସ୍ତିକର ଲାଗିଲା। ରାଜା ସେ କଥା ବୁଝିପାରି କୈଫିୟତ ଦେବା ଭଳି ଭଙ୍ଗୀରେ କହିଲେ, ନିଦ୍ରାହୀନତା ଲୋକଙ୍କର ଯେଉଁ ଅନିଷ୍ଟ କରନ୍ତା, ଏହି କାନ୍ଦବବାଳି ଯୋଗୁଁ ତାହା ହୁଏ ନାହିଁ। ମଣିଷ ଖୋଲା ହୋଇଯାଏ। କିନ୍ତୁ ମହାରାଜ, ଏ ସମଗ୍ର ବ୍ୟାପାର ଏଡ଼େ ଅସ୍ୱାଭାବିକ। ଆପଣ ସିନା ଲୋକେ କିପରି ହସନ୍ତେ ସେ ବ୍ୟବସ୍ଥା କରିବେ। ହସନ୍ତେ ବୋଇଲେ? ରାଜା ବିବ୍ରତ ହୋଇ ପ୍ରଶ୍ନ କଲେ। ହେ ଭଗବାନ, ଆପଣ ହସ କ'ଣ ବୁଝୁନାହାନ୍ତି? ରାଜୁ ବିସ୍ମିତ ହୋଇ ସେତିକିବେଳେ ମନେ ପକାଇଲା, ସେ ବାସ୍ତବିକ ସେଯାଏ ସେ ଜ୍ଞାନ ବିଜ୍ଞାନ ରାଜ୍ୟର କୌଣସି ମଣିଷ ମୁହଁରେ ହସ ତ ଦୂରର କଥା, ସ୍ମିତ ହସର ଆଭାସ ମଧ୍ୟ ଦେଖିନାହିଁ। ସେ ନିଜେ ହସି ହସ କ'ଣ ବୁଝାଇ ଦେବାକୁ ଚାହୁଁଥିଲା, କିନ୍ତୁ ସେ ହସି ପାରିଲା ନାହିଁ। ମହାରାଜ, ସବୁ ବୈଜ୍ଞାନିକ ପ୍ରଗତି ସତ୍ତ୍ୱେ ଆପଣ ଓ ଆପଣଙ୍କ ପ୍ରଜାବର୍ଗ ଭାଗ୍ୟହୀନ। ମନେ ହୁଏ ଆପଣମାନେ ଅଭିଶପ୍ତ। ମୁଁ ଯଦି ରାଜା ହୋଇଥାନ୍ତି, ହସିପାରିବାର କଳା ଟିକକ ପାଇବା ନିମନ୍ତେ ମୁଁ ମୋର ସମସ୍ତ ଐଶ୍ୱର୍ଯ୍ୟ ଓ ଶକ୍ତି ମହାକାଶର ନକ୍ଷତ୍ର ଧ୍ୱଂସ କରିବାର କୌଶଳ ପର୍ଯ୍ୟନ୍ତ ବିସର୍ଜନ ଦିଅନ୍ତି। ରାଜୁର ଉତ୍କଣ୍ଠା ଓ ଆନ୍ତରିକତା ରାଜାଙ୍କୁ ଅଭିଭୂତ କଲା। ସେତିକିବେଳେ ଅଦୂରବର୍ତ୍ତୀ ଗୋଟିଏ ଅଟ୍ଟାଳିକା ଉପରେ କମଳା ରଙ୍ଗର ଆଲୁଅ ଜଳି ଉଠିଲା ଓ ଶୁଭିଲା ଏକ ଘଣ୍ଟା ଧ୍ୱନି। ଏହାର ଅର୍ଥ କୌଣସି ଏକ ବିଶେଷ ଗବେଷଣାରେ ଆମର ବିଜ୍ଞାନୀମାନେ ସିଦ୍ଧି ଲାଭ କଲେ। ବୋଧହୁଏ ମନମୁକୁରର ଉଦ୍ଭାବନ ପୂରା ହେଲା, ରାଜା କହିଲେ। ସେମାନେ ଗମ୍ବୁଜ ବାହାରକୁ ଆସିବା ମାତ୍ରେ ଗମ୍ବୁଜର ଦ୍ୱାରଦେଶ ଅନ୍ତର୍ହିତ ହୋଇଗଲା। କାହାରି ପଦଧ୍ୱନି ଶୁଭିଲା। ରାଜା ଗମ୍ବୁଜ ସେପଟେ ଲୁଚି ରହିବା ନିମନ୍ତେ ରାଜୁକୁ କହିଲେ, ମହାରାଜ, ମନମୁକୁରର ନିର୍ମାଣ ସମାପ୍ତ। ଆପଣଙ୍କୁ ସଙ୍ଗେ ସଙ୍ଗେ ଏହା ଦେଖାଇବା ଉଚିତ ମନେ କଲୁ। ଆମର ଏ ଅଧୈର୍ଯ୍ୟ କ୍ଷମା କରନ୍ତୁ। ଦୁଇଜଣ ବିଜ୍ଞାନୀ ରାଜାଙ୍କୁ ଅଭିବାଦନ ଜଣାଇ ତାଙ୍କ ଆଗରେ ଦର୍ପଣଟି ଧରିଲେ। ଅବଶ୍ୟ ତାହା ଆବୃତ ରହିଥାଏ। ମହାରାଜ, ଆପଣ ଯେକୌଣସି ଲୋକର ନାମ ଉଚ୍ଚାରଣ କରି ତା ଚେହେରା ମନରେ ସ୍ମରଣ କରି 3 ଥର ଏ ଦର୍ପଣ ଉପରେ ହାତ ବୁଲାଇ ଦେଲେ ସେ ଲୋକର ଆପଣଙ୍କ ପ୍ରତି ମନୋଭାବ କ'ଣ ତାହା ଦର୍ପଣରେ ଫୁଟି ଉଠିବ। ବିଜ୍ଞାନୀ ଦୁଇଜଣ କହିଲେ। ଏ ଅପୂର୍ବ ସାଫଲ୍ୟ ପାଇଁ ମୋର ଅଭିନନ୍ଦନ ଗ୍ରହଣ କର। ରାଜା ଏହା କହି ଦର୍ପଣଟି ହାତକୁ ନେଲେ। ଜଣେ ଶୁଭଙ୍କର ବ୍ୟକ୍ତିଙ୍କୁ ସ୍ମରଣ କରି ମନମୁକୁରର ଶୁଭାରମ୍ଭ କରାଯାଉ। ଆମର ପରମ ହିତୈଷୀ ପୁରୋହିତ ମୋ ବିଷୟରେ କ'ଣ ଭାବୁଛନ୍ତି ଦେଖିବା। ଏହା କହି ରାଜା ଦର୍ପଣ ଠିକ୍ ଅନାବୃତ କରିଛନ୍ତି। ଶୁଭିଲା ଏକ ପ୍ରଚଣ୍ଡ ନିର୍ଦ୍ଦେଶ, ଥୟ ଧର। ମନମୁକୁର ମୁଁ ପ୍ରଥମେ ପରୀକ୍ଷା କରିବି, ଆଉ ଏ ଚିଜ ମୋହରି ଜିମା ରହିବ, ବକ୍ରଦାଢ଼ି ଦୃଢ଼ କଣ୍ଠରେ କହିଲା। ରାଜା ଇତସ୍ତତଃ ହେଲେ। ମହାରାଜ, ଆପଣ ରାଜା, ଏହାର ବ୍ୟବହାର ଆପଣ ହିଁ ପ୍ରଥମେ କରିବା ଚାହି। ପୁରୋହିତ ମହୋଦୟ ଆପଣଙ୍କ ପ୍ରତି କେଡ଼େ ସଦିଚ୍ଛା ପୋଷଣ କରନ୍ତି, ଆପଣ ତୁରନ୍ତ ଥରେ ତାହା ଦେଖିନିଅନ୍ତୁ। କ୍ଷିପ୍ରଗତିରେ ବାହାରି ଆସି ରାଜୁ କହିଲା। ନା ନା, କଦାପି ନୁହେଁ, ପୁରୋହିତ ଚିତ୍କାର କରି କହିଲା। ରାଜାଙ୍କ ଆଡ଼କୁ ଝପଟି ଯାଇ ସେ ଦର୍ପଣଟି ତାଙ୍କଠାରୁ ଛଡ଼ାଇ ନେବାକୁ ଉଦ୍ୟତ ହେଲା। କିନ୍ତୁ ରାଜୁ ଉଭୟଙ୍କ ମଝିକୁ ପଶିଯାଇ ପୁରୋହିତକୁ ରାଜାଙ୍କଠୁ ଦୂରକୁ ଠେଲି ନେଇଗଲା ଓ ତାକୁ ସେମିତି ଦୂରେଇ ରଖିଲା। ରାଜା ଚଟାପଟ
ଦର୍ପଣ ଅନାବୃତ କରି ବିଜ୍ଞାନୀ ଦୁଇ ଜଣଙ୍କ ନିର୍ଦ୍ଦେଶ ଅନୁସାରେ ପୁରୋହିତକୁ ସ୍ମରଣ କରି ସେଥିରେ 3 ଥର ହାତ ବୁଲାଇ ଦେଲେ। ହଠାତ୍ ରାଜୁକୁ ତଳେ କଚାଡ଼ି ଦେଇ ପୁରୋହିତ ରାଜାଙ୍କ ପାଖକୁ ଦୌଡ଼ି ଆସିଲା। ତାପରେ ନିମିଷକେ ଯାହା ଘଟିଗଲା ତାହା ଯେମିତି ଅପ୍ରତ୍ୟାଶିତ ସେତିକି ଲୋମହର୍ଷକ। ରାଜା ଦର୍ପଣଟି ତଳେ ପକାଇଦେଲେ, ଅବଶ୍ୟ ତାହା ଭାଙ୍ଗିଲା ନାହିଁ। ପର ମୁହୂର୍ତ୍ତରେ ତାଙ୍କ ତରବାରୀ ହେଲା କୋଷମୁକ୍ତ। ବିଜୁଳି ଭଳି ଥରେ ତାହା ଝଟକି ଉଠିଲା। କେହି କିଛି ବୁଝିବା ପୂର୍ବରୁ ପୁରୋହିତର ମୁଣ୍ଡ ତଳେ ଲୋଟିଗଲା। ମହାରାଜ, ଇଏ କ'ଣ ହେଲା? ରାଜୁ ସ୍ତବ୍ଧତା କଟାଇ ପଚାରିଲା। ସତରେ ମୁଁ କଲି କ'ଣ? ରାଜା ନିଜେ ଆତଙ୍କିତ ଭାବରେ ପ୍ରଶ୍ନ କଲେ। ତାପରେ ପ୍ରକୃତିସ୍ଥ ହୋଇ ସେ କହିଲେ, ଦର୍ପଣରେ ଦେଖିଲି ପୁରୋହିତ ଦାନ୍ତ କଡ଼ମଡ଼ କରି ବିକଟ ଭାବରେ ଅନାଇ ଛୁରିକାଟିଏ ମୋ ଆଡ଼େ ଉଦ୍ୟତ କରିଛନ୍ତି। ମୁଁ ଭୁଲିଗଲି ଯେ ଯାହା ଦେଖୁଛି ତାହା ଦର୍ପଣ ଦେଖାଉଛି, ବାସ୍ତବରେ ତାହା ଘଟୁନାହିଁ। ମୁଁ ଆତ୍ମରକ୍ଷା ପାଇଁ ପୁରୋହିତ ବେକରେ ଦେଲି ଚୋଟ। ରାଜା ଅନୁତପ୍ତ କଣ୍ଠରେ କହିଲେ। କିନ୍ତୁ ମହାରାଜ, ଆପଣ ଦର୍ପଣରେ ଯାହା ଦେଖିଲେ ତାର ଅର୍ଥ ପୁରୋହିତ ଆପଣଙ୍କୁ ବାସ୍ତବରେ ହତ୍ୟା କରିବାର ତୀବ୍ର ଅଭିଳାଷ ପୋଷଣ କରୁଥିଲେ, ଜଣେ ବିଜ୍ଞାନୀ କହିଲେ। ରାଜା ସ୍ତବ୍ଧ ହୋଇ ରହିଲେ। ତାଙ୍କ ହାତରୁ ତରବାରୀ ଖସି ପଡ଼ିଲା। ରାଜୁ ତାହା ଉଠାଇ ନେଇ କୋଷବଦ୍ଧ କରିଦେଇ ପରିସ୍ଥିତିକୁ ହାଲୁକା କରିଦେବା ନିମନ୍ତେ କହିଲା, ଜଣେ ରାଜା କେତେବେଳେ ହେଲେ ତରବାରୀଚ୍ୟୁତ ହୋଇ ରହିବା ଠିକ୍ ନୁହେଁ। କିନ୍ତୁ ମୋ ମନ ମୁକୁରରେ ଯାହା ଦେଖିଲି, ପୁରୋହିତ ମୋର ଏଭଳି ସର୍ବନାଶ ଚିନ୍ତା କରିବା କଥା, ତାହା କ'ଣ ସତ? ରାଜା ବିଜ୍ଞାନୀ ଦୁହିଁଙ୍କୁ ପ୍ରଶ୍ନ କଲେ। ମନମୁକୁର ଭୁଲ ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। ଆପଣ ଆଉଥରେ ପରୀକ୍ଷା କରିପାରନ୍ତି, ଜଣେ ବିଜ୍ଞାନୀ କହିଲେ। ଭଲ ପ୍ରସ୍ତାବ। ପୁରୋହିତଙ୍କ କହିବା ଅନୁସାରେ ରାଜୁ ଗୋଟାଏ ମଣିଷ ରୂପୀ ଶୈତାନ। ଆମର ଅନିଷ୍ଟ କରିବା ପାଇଁ ସେ ଏ ରାଜ୍ୟରେ ଆସି ପହଞ୍ଚିଛି। ମୋ ପ୍ରତି ରାଜୁର ମନୋଭାବ କ'ଣ, ଦର୍ପଣ ସେ କଥା ଜଣାଇପାରିବ ଆଶା କରେ। ଏହା କହି ରାଜା ଦର୍ପଣ ଭିତରକୁ ଅନାଇଲେ। ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି ଅନ୍ୟମାନେ। କ୍ରମେ ରାଜାଙ୍କ ଦୃଷ୍ଟିରେ ଦେଖାଦେଲା ଗଭୀର ପ୍ରସନ୍ନତା। ସେ କହିଲେ, ତରୁଣ, ସଦିଚ୍ଛା ଛଡ଼ା ତମ ଭିତରେ ଆଉ କିଛି ନାହିଁ। ତମେ କୌଣସି ଏକ କାର୍ଯ୍ୟସିଦ୍ଧି ଉଦ୍ଦେଶ୍ୟରେ ଦୂରଦେଶ ଅଭିମୁଖେ ଯାତ୍ରୀ। ସେ ଦିଗରେ ତମେ ମୋର ସାହାଯ୍ୟ ଚାହଁ। ରାଜୁ ଆଖିରେ ଆନନ୍ଦ ଉଛୁଳି ଉଠିଲା। ସେ କହିଲା, ମହାରାଜ, ମୁଁ ଆପଣଙ୍କୁ ଯାହା କହିବା ପାଇଁ ସୁଯୋଗ ଖୋଜୁଥିଲି, ଆପଣ ତାହା ନିଜେ କହିଦେଲେ। ମୋତେ ଏ ରାଜ୍ୟ ପାରି ହୋଇ ଯିବାକୁ ହେବ ଏକ ବିଶେଷ ବରଲାଭ ପାଇଁ। ଆପଣ ସାହାଯ୍ୟ କରନ୍ତୁ। ରାଜା ଚିନ୍ତାକୁଳ ଦେଖାଗଲେ। ଦୁଇ ବିଜ୍ଞାନୀଙ୍କୁ ବିଦାୟ ଦେଇ ଓ ପୁରୋହିତର ଦେହ ଅପସାରଣର ବ୍ୟବସ୍ଥା କରି ସେ ରାଜୁକୁ ପ୍ରାସାଦ ଭିତରକୁ ନେଇଗଲେ ଓ କହିଲେ, ଆମ ରାଜ୍ୟ ସେପାରି ଯେଉଁ ମୂଲକ କଥା କହୁଛ, ସେଠାକୁ କେହି କେବେ ଯାଇନାହାନ୍ତି। ସୀମାନ୍ତରେ ରହିଛି ଏକ ପର୍ବତ ଶ୍ରେଣୀ। ସେସବୁ ମଝିରେ ଅଛନ୍ତି ଭୟଙ୍କର ଗହ୍ୱରମାନ। ସେସବୁ ଗହ୍ୱରରୁ ଏକ ପ୍ରକାର ମାରାତ୍ମକ ଧୂଆଁ ନିର୍ଗତ ହୁଏ। ସେ ବିଷାକ୍ତ ଧୂଆଁ ଜାଲ ଭେଦ କରି କୌଣସି ପ୍ରାଣୀ ଯାଇପାରେ ନାହିଁ। ମହାରାଜ, ଆପଣ ହିଁ ମୋତେ ସେ ଧୂଆଁ ଜାଲ ପାରି କରାଇ ପାରିବେ, ରାଜୁ କହିଲା। ପାରିବି? କିନ୍ତୁ କିପରି? ମହାରାଜ, ପର୍ବତ ଶ୍ରେଣୀ ଏପଟେ ଦେହକୁ ଶକ୍ତି ତରଙ୍ଗରେ ପରିଣତ କରି ସେପଟେ ଯାଇ ପୁଣି ସେହି ଶକ୍ତି ତରଙ୍ଗକୁ ନିଜ ରୂପରେ ପରିଣତ କରିବାର ବିଦ୍ୟା ଆପଣଙ୍କୁ ଜଣା। ମୋତେ ସେତକ ଶିଖାଇ ଦେବେ ନାହିଁ? ରାଜୁ ନମ୍ର ଭାବରେ ପ୍ରଶ୍ନ କଲା। ରାଜା ଗମ୍ଭୀର ଦେଖାଗଲେ। ମହାରାଜ, ଯଦି ମୋ ଲକ୍ଷ୍ୟ ସିଦ୍ଧ ହୁଏ, ତେବେ ମୁଁ ଆପଣଙ୍କ ସକାଶେ ମଧ୍ୟ ଏକ ବର ମାଗି ଆଣିବି। ଆପଣମାନେ ହସି ପାରିବାର ବର, ରାଜୁ କହିଲା। ହସି ପାରିବାର ବର? ତାହା କ'ଣ ମୁଁ ଜାଣେ ନା। ଅବଶ୍ୟ ମନେ ହୁଏ ତାହା ଅତ୍ୟନ୍ତ ମହତ୍ କିଛି। ତେବେ ତମେ ଯେଉଁ ବିଦ୍ୟାଟି ଶିଖିବାକୁ ଚାହଁ, ତାହା ଅତି ଗୋପନୀୟ। ମାତ୍ର 2 ଜଣ ତାହା ଜାଣିଥିଲେ, ପୁରୋହିତ ଓ ମୁଁ। ଯେଉଁ ଗବେଷକମାନେ ସେ ଅପୂର୍ବ ବିଜ୍ଞାନ ଆବିଷ୍କାର କରିଥିବେ, ସେମାନେ ବି ତ ଜାଣିଥିବେ? ରାଜୁ ସନ୍ଦେହ ପ୍ରକାଶ କଲା। ରାଜା ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ସେମାନେ ଅବଶ୍ୟ ଜାଣିଥିଲେ, କିନ୍ତୁ ସେମାନେ ଯେପରି ସେ ବିଦ୍ୟା ନିଜ ଉପରେ ପ୍ରୟୋଗ କରିବାର ସୁଯୋଗ ନ ପାଇବେ, ପୁରୋହିତ ସେ ବ୍ୟବସ୍ଥା କରିଥିଲେ। ଅର୍ଥାତ୍ ପୁରୋହିତ ସେମାନଙ୍କଠୁ ସେ ବିଦ୍ୟାଟି ହାସଲ କରିନେବା ପରେ ସେମାନଙ୍କୁ ପରଲୋକକୁ ପଠାଇ ଦେଇଥିଲା। ରାଜୁ କଥାଟି ସ୍ପଷ୍ଟ କରିନେଲା। ରାଜା କିଛି କହିଲେ ନାହିଁ। ରାଜା ତାଙ୍କ ମନ ସ୍ଥିର କରିବାକୁ ପ୍ରାୟ ସପ୍ତାହେ ସମୟ ନେଲେ। ରାଜକୁମାର ସହ ସେହି ସମୟ ଭିତରେ ରାଜୁର ବନ୍ଧୁତା ହେଲା ନିବିଡ଼। ରାଜୁ ଭାବୁଥାଏ, ଏ କିଶୋର କେଡ଼େ ସତ୍ ଓ ବୁଦ୍ଧିମାନ, ଅଥଚ ଇଏ ଜୀବନରେ ହସିବେ ନାହିଁ। ମୁଁ ତାଙ୍କୁ ହସ ଶିଖାଇ ପାରନ୍ତି ହେଲେ, କିନ୍ତୁ ଏ ଅଭିଶପ୍ତ ରାଜ୍ୟରେ ତ ମୁଁ ନିଜେ ବି ହସିବାକୁ ଅକ୍ଷମ। ଅବଶେଷରେ ରାଜା ସେ ଅନ୍ତର୍ଦ୍ଧାନ
ଓ ଆବିର୍ଭାବ ବିଜ୍ଞାନ ରାଜୁକୁ ଜଣାଇ ଦେବାକୁ ସ୍ଥିର କଲେ। ରାଜୁ ଗଭୀର ମନୋଯୋଗ ସହକାରେ ତାହା ଆୟତ୍ତ କଲା। ସେ ଚମତ୍କୃତ ହୋଇ ଦେଖିଲା ସେ ବିଜ୍ଞାନ ଯେତେ କଠିନ ହୋଇଥିବ ବୋଲି ସେ ଭାବୁଥିଲା ତାହା ସେତେ କଠିନ ନୁହେଁ। ବଡ଼ ବଡ଼ ବିସ୍ମୟ ପଛରେ କେଡ଼େ ସହଜ ପ୍ରାକୃତିକ ନିୟମ କାମ କରୁଥାଏ ତାହା ବୁଝି ସେ ବିସ୍ମିତ ହେଲା। ରାଜା ଓ ରାଜକୁମାର ତାକୁ ରାଜ୍ୟ ସୀମାନ୍ତକୁ ନେଇଗଲେ। ମନେ ରଖ, ଧୂଆଁଜାଲ ସେପାରିକୁ ଯିବା ମାତ୍ରେ ତୁମେ ପୁଣି ଦେହ ଫେରି ପାଇବା ନିମନ୍ତେ ପ୍ରବଳ ଇଚ୍ଛା ଶକ୍ତି ପ୍ରୟୋଗ କରିବ। ଅଧିକ ସମୟ ଶକ୍ତି ତରଙ୍ଗ ରୂପରେ ରହିବା ଭଲ ନୁହେଁ। ରାଜା ତାକୁ ଚେତାବନୀ ଶୁଣାଇଦେଲେ। ରାଜା ଓ ରାଜକୁମାର ରାଜୁକୁ ବିଦାୟ ଦେଲେ। ରାଜୁ ନିଜ ଉପରେ ନୂଆ କରି ଶିଖିଥିବା ବିଜ୍ଞାନ ପ୍ରୟୋଗ କଲା ଓ ଚାହୁଁ ଚାହୁଁ ଶକ୍ତି ତରଙ୍ଗରେ ପରିଣତ ହୋଇ ଅଦୃଶ୍ୟ ହୋଇଗଲା।